লাগি জীবন পাইଛୁ প্রেম অনুগ্রহ প্রভুଙ୍କ ସେଇ ଅନୁଗ୍ରହ ନୂଆ ଲାଗି ନୂଆ ଲାଗି ଜୀବନ। ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ସୁନ୍ଦର ଭାବରେ ପ୍ରଭୁ ଆମକୁ ଧନ୍ୟବାଦ ଦେବା ପାଇଁ ସୁଯୋଗ ଦେଇଛନ୍ତି। ଯେତେବେଳେ ଆମେ ଯେକୌଣସି ଜିନିଷ ପ୍ରଭୁଙ୍କ ଠାରୁ ପାଇଥାଉ, ପ୍ରଭୁଙ୍କୁ ଆମେ ଗୌରବ କରିଥାଉ, ପ୍ରଭୁଙ୍କୁ ଧନ୍ୟବାଦ ଦେଇଥାଉ। ଆଜି ବିଶେଷ ଗୋଟେ ଦିନ। ଆଜି ମଧୁସ୍ମିତା ଦିଦିଙ୍କ କୋଳରେ ପ୍ରଭୁ ଆଉ ଗୋଟେ ଅନୁଗ୍ରହ କଲେ। ପ୍ରଥମ ପୁଅ ପ୍ରଥମ ଝିଅ ଦେଲା ପରେ ତୃତୀୟ ସନ୍ତାନକୁ ତାଙ୍କ କୋଳରେ ଅନୁଗ୍ରହରେ ଦାନ ଦେଲେ। ଆଜି ସାବନର ବିଶେଷ ଜନ୍ମଦିନ। ସେଥିପାଇଁ ତା ନିମନ୍ତେ ଆମେ ସମସ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ଆମମାନଙ୍କ ମଧ୍ୟରେ ଅଛନ୍ତି ମଳୟ ଅଛନ୍ତି, ସେ ଗୋଟେ ଗୀତ ଗାଇବା ପରେ ଆମଙ୍କର ପାଷ୍ଟର ସାମଲ ବେହେରା ସେ ଗୋଟେ ଗୀତ ଗାଇକି ପ୍ରଭୁଙ୍କୁ ଧନ୍ୟବାଦ ଦେବେ। ପ୍ରାର୍ଥନାରେ ଆମମାନଙ୍କୁ ଆଗେଇ ନେବେ। ମଳ ଭାଇ ଆମମାନଙ୍କ ମଧ୍ୟରେ ଅଛନ୍ତି, ସେ ଗୋଟେ ପ୍ରଭୁଙ୍କୁ ଧନ୍ୟବାଦ ଦେଇ ଗୋଟେ ଗୀତଟା ଆଗେଇ ନେବେ। ସର୍ବପ୍ରଥମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ସୁଯୋଗ ପାଇଥିବାରୁ ଜୀବିତ ପରମେଶ୍ୱରକୁ ଧନ୍ୟବାଦ ଦିଏ। ତତ୍ ସଙ୍ଗେ ସଙ୍ଗେ ଶ୍ରାବଣକୁ ବେଷ୍ଟ ୱିଶେସ୍ ଜଣାଇବା ପାଇଁ ଚାହେଁ। ହାପି ବାର୍ଥଡେ ଶ୍ରାବଣ। ପ୍ରଭୁ ଆଶୀର୍ବାଦ କରନ୍ତୁ। ଗଡ୍ ବ୍ଲେସ୍ ୟୁ। ମୋ ସାଥେ ପ୍ରଭୁ ତୁମେ ଚାଲୁଅଛ ଏ ଦୀର୍ଘ ଜୀବନ ପଥେ, ମୋ ପାଶେ ଯୀଶୁ ତୁମେ ରହିଅଛ କି ଆଶ୍ଚର୍ଯ୍ୟ ପ୍ରେମ ସତେ। ମୋ ସାଥେ ପ୍ରଭୁ ତୁମେ ଚାଲୁଅଛ ଏ ଦୀର୍ଘ ଜୀବନ ପଥେ, ମୋ ପାଶେ ଯୀଶୁ ତୁମେ ରହିଅଛ କି ଆଶ୍ଚର୍ଯ୍ୟ ପ୍ରେମ ସତେ। ଧୂଳି ଠାରୁ ହୀନ ମୁଝେ କରିନ ତୁଚ୍ଛ ମୋତେ, ଏ ଯାଏ ବହି ଆଣିଛ ମୋତେ କି ଅତୁଲ୍ୟ ପ୍ରେମ ସତେ। ଏ ଯାଏ ବହି ଆଣିଛ ମୋତେ କି ଅତୁଲ୍ୟ ପ୍ରେମ ସତେ। ମୋ ସାଥେ ପ୍ରଭୁ ତୁମେ ଚାଲୁଅଛ ଏ ଦୀର୍ଘ ଜୀବନ ପଥେ, ମୋ ପାଶେ ଯୀଶୁ ତୁମେ ରହିଅଛ କି ଆଶ୍ଚର୍ଯ୍ୟ ପ୍ରେମ ସତେ, କି ଆଶ୍ଚର୍ଯ୍ୟ ପ୍ରେମ ସତେ, କି ଆଶ୍ଚର୍ଯ୍ୟ ପ୍ରେମ ସତେ। ବାସ୍ତବରେ ପ୍ରଭୁ ଧନ୍ୟବାଦ। ଆଶୀର୍ବାଦ କରନ୍ତୁ। ପ୍ରେଜ୍ ଦ ଲର୍ଡ। ସାନ ଭାଇ ଆପଣ ଅପେକ୍ଷା କରିଥିବେ, ମଳ ଭାଇ ଗୋଟେ ଗୀତ ଗାଇଲା ପରେ ଆପଣ ପ୍ରାର୍ଥନା କରିବେ। ପ୍ରଭୁ ତୁମକୁ ବହୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଏଇ ସମୟରେ ପ୍ରଭୁଙ୍କୁ ଗୋଟେ ହିନ୍ଦୀ ଗୀତ ଗାଇ ପ୍ରଭୁଙ୍କୁ ଗୌରବ ଦେବା। किनकी स्तुति करूं बेशुमार तेरे दानों के लिए, अब तक तूने संभाला मुझे अपनी बाहों में लिए हुए, अब तक तूने संभाला मुझे अपनी बाहों में लिए हुए। मेरे शत्रु का निशाना मुझ पर होगा ना सफल, मेरे शत्रु का निशाना मुझ पर होगा ना सफल। आँखों की पुतली जैसे वो रखेगा मुझे हर पल, आँखों की पुतली जैसे वो रखेगा मुझे हर पल।
किन किन की स्तुति करूं, बेशुमार तेरे दानों के लिए। अब तक तूने संभाला मुझे, अपनी बाहों में लिए हुए। आंधियां बन के आए जिंदगी के फिकर, आंधियां बन के आए जिंदगी के फिकर। कौन है मेरा बनहारा, है भरोसा मेरा किधर। कौन है मेरा बनहारा, है भरोसा मेरा किधर। किन किन की स्तुति करूं, बेशुमार तेरे दानों के लिए। अब तक तूने संभाला मुझे, अपनी बाहों में लिए हुए। आए मुझे जो मिटाने, वो शस्त्र होंगे बेअसर। आए मुझे जो मिटाने, वो शस्त्र होंगे बेअसर। मेरा रचने वाला मुझ पर रखता है अपनी नजर। मेरा रचने वाला मुझ पर रखता है अपनी नजर। किन किन की स्तुति करूं, बेशुमार तेरे दानों के लिए। अब तक तूने संभाला मुझे, अपनी बाहों में लिए हुए। अब तक तूने संभाला मुझे, अपनी बाहों में लिए हुए। हालेलुया। हैप्पी बर्थडे सावन बेटा, प्रभु तुमको बहुत आशीर्वाद करंतु। हालेलुया। सामुएल पास्टर को माध्यम करे से के प्राप्त दियंतु, तापरे बसे कोन पाइबे। प्रभुଙ୍କ ବାକ୍ୟରୁ ଗୋଟେ ପଦ ପଢୁଛି। ଲେଖାଯାଉଛି ଗୀତ ସଂହିତା 103 4 ପଦରେ, ସେ ବିନାଶରୁ ତୁମ୍ଭ ଜୀବନ ମୁକ୍ତ କରନ୍ତି, ସେ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ତୁମ୍ଭକୁ ଭୂଷିତ କରନ୍ତି। ସେ ଉତ୍ତମ ବସ୍ତୁରେ ତୁମ୍ଭର ମୁଖ ତୃପ୍ତ କରନ୍ତି, ତହୁ ଉତ୍କୃଷ୍ଟ ପକ୍ଷୀ ନ୍ୟାୟ ତୁମ୍ଭର ନୂତନ ଯୌବନ ହୁଏ। ଆମେନ୍। ପବିତ୍ର ପବିତ୍ର ମହାନ ପରମେଶ୍ୱର, ଆମେ ତୁମର ଧନ୍ୟବାଦ କରୁଛୁ, ପ୍ରଶଂସା କରୁଛୁ ଆଜି ଦିନ ପାଇଁ। ପ୍ରଭୁ ଆଜି ଦିନରେ ତୁମେ ମଧୁସ୍ମିତା ଦିଦିଙ୍କ କୋଳରେ ପ୍ରଭୁ ଶ୍ରାବଣ ପରି ପୁଅକୁ ତୁମେ ଜଗତକୁ ଆସିବା ପାଇଁ ସୁଯୋଗ ଦେଇଥିଲ, ସେଥିପାଇଁ ଆମେ ତୁମକୁ ଧନ୍ୟବାଦ ଦଉଛୁ। ପ୍ରଭୁ ଆମେ ଧନ୍ୟବାଦ ଦଉଛୁ ଏଇଥିପାଇଁ ଯେ ଅନେକ ଘାତ ପ୍ରତିଘାତରେ ତୁମେ ତାର ସହବର୍ତ୍ତୀ ପରମେଶ୍ୱର ହିଁ ଆସିଛ। ଯେବେଠାରୁ ପ୍ରଭୁ ଆମେ ଏଇ ଆର୍ଲି ମର୍ଣ୍ଣିଂ ପ୍ରେୟାର ଗ୍ରୁପ ସହିତ ଜଡ଼ିତ ହେଇଛୁ, ଅନେକ ଥର ପ୍ରଭୁ ଆମେ ଶୁଣିଛୁ ଶ୍ରାବଣର ଶରୀର ଅସୁସ୍ଥ ହେଇଛି, କିନ୍ତୁ ପ୍ରଭୁ ଆମେ ତୁମର ଧନ୍ୟବାଦ କରୁଛୁ। ଅସୁସ୍ଥତା ଭିତରେ ମଧ୍ୟ ଯିଶାୟା 53:5 ପଦ ଅନୁସାରେ ତୁମେ ଆପଣ ସୁସ୍ଥତାକୁ ଘୋଷଣା କରିଛ। ପ୍ରତିଥର ତୁମେ ତୁମ ଦାସୀଙ୍କୁ ତାଙ୍କର ପରିବାରକୁ ପ୍ରଭୁ ଧୈର୍ଯ୍ୟ ଦେଇଛ, ଶକ୍ତି ଦେଇଛ, ସାମର୍ଥ୍ୟ ଦେଇଛ। ଆଉ ପ୍ରଭୁ ତୁମେ ପୁଅକୁ ସ୍ୱାସ୍ଥ୍ୟ ଦେଇ ଦେଇ କଢ଼େଇ କଢ଼େଇ ଆଣିଛ। ପ୍ରଭୁ ଧନ୍ୟବାଦ ଦଉଛୁ। ଆଜିର ବାକ୍ୟର ନ୍ୟାୟ ବିନାଶ ଆସିଛି, କିନ୍ତୁ ତୁମେ ତା ଭିତରେ ଆଶା ସଞ୍ଚାରିତ କରିଛ, ଅନୁଗ୍ରହ ସଞ୍ଚାରିତ କରିଛ। ଆଉ ପ୍ରଭୁ ତୁମେ ଉତ୍ତମ ସ୍ୱାସ୍ଥ୍ୟ ଦେଇ ଏପର୍ଯ୍ୟନ୍ତ କଢ଼େଇ ଆଣିଛ। ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ତୁମର ପବିତ୍ର ହସ୍ତ ତା ଉପରେ ରଖି ଆସିଛ। ପ୍ରଭୁ ଧନ୍ୟବାଦ ଦଉଛୁ। ପ୍ରଭୁ
ଆମେ ଗୋଟିଏ ପରିବାର ଭଳି ଯେତେବେଳେ ବଢି ଆସିଛୁ, ପ୍ରତିଟି ସମୟରେ ଆମେ ଦିଦିଙ୍କର ଧୈର୍ଯ୍ୟକୁ ଦେଖିଛୁ। ସେ ବିଶ୍ୱସ୍ତ ଭାବରେ ତୁମର ସେବା କରି ଆସିଲେ, ତୁମେ ମଧ୍ୟ ତାଙ୍କର ସେ ବିଶ୍ୱସ୍ତତାକୁ ଦେଖିଲ ଏବଂ ପ୍ରଭୁ ଶ୍ରାବଣକୁ ତୁମେ ସ୍ୱାସ୍ଥ୍ୟ ଦେଲ, ଏଜୁକେସନ ମଧ୍ୟ ଦେଲ, ସବୁ ବିଷୟରେ ତୁମେ ଚଳି ଆଣିଲ। ପ୍ରଭୁ ଧନ୍ୟବାଦ ଦଉଛୁ, ପ୍ରାର୍ଥନା କରୁଛୁ এই ବର୍ଷଟି ମଧ୍ୟ ତା ପାଇଁ ଏକ ଆଶୀର୍ବାଦର, ମଙ୍ଗଳର, ସୁସ୍ଥ ସ୍ୱାସ୍ଥ୍ୟର ବର୍ଷ ହେଉ ଏବଂ ସର୍ବୋପରି ପରିତ୍ରାଣର ବର୍ଷ ବୋଲି ପ୍ରାର୍ଥନା କରୁଛୁ। ଅନନ୍ତ ଜୀବନର ଅଧିକାରୀ ହେବାର ବର୍ଷ ବୋଲି ପ୍ରାର୍ଥନା କରୁଛୁ। ପ୍ରଭୁ ଜଗତର ଅନୁରୂପୀ ନ ହୋଇ ତୁମର ଅନୁରୂପୀ ହେବା ପାଇଁ, ଏକ ସାକ୍ଷ୍ୟମୟ ଜୀବନର ବୃଦ୍ଧି ପାଇବା ପାଇଁ ସାହାଯ୍ୟ କର। ସବୁ ଗୌରବ ତୁମକୁ ଦେଇ ପରିବାରକୁ ତୁମ ହସ୍ତରେ ସମର୍ପଣ କରି ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ମେନ୍ ସାବନ ମୁଁ ଗୋଟେ ବାକ୍ୟ ପଢୁଛି। ହ୍ୟାଲୋ, ଶ୍ରାବଣ ପାଇଁ ମୁଁ ଗୋଟେ ବାକ୍ୟ ପଢୁଛି। ଗୀତ ସଂହିତା 20:1-4। ସଦାପ୍ରଭୁ ସଙ୍କଟ ଦିନରେ ତୁମକୁ ଉତ୍ତର ଦିଅନ୍ତୁ। ଯାକୋବର ପରମେଶ୍ୱରଙ୍କ ନାମ ତୁମକୁ ଉଚ୍ଚରେ ସ୍ଥାପନ କରୁ। ସେ ପବିତ୍ର ସ୍ଥାନରୁ ତୁମର ସାହାଯ୍ୟ ପଠାନ୍ତୁ। ସିଓନ ଠାରୁ ତୁମକୁ ବଳବାନ କରନ୍ତୁ। ତୁମର ନୈବେଦ୍ୟ ସବୁ ସ୍ମରଣ କରନ୍ତୁ। ପୁଣି ତୁମର ହୋମ ବଳି ଗ୍ରହଣ କରନ୍ତୁ। ତୁମର ମନବାଞ୍ଛା ପୂର୍ଣ୍ଣ କରନ୍ତୁ ଓ ତୁମର ମନ୍ତ୍ରଣା ସବୁ ସିଦ୍ଧ କରନ୍ତୁ। ଏଇଟା ଈଶ୍ୱରଙ୍କର ବାକ୍ୟ। ପ୍ରଭୁ ଏ ବାକ୍ୟ ଦେଇ ଶ୍ରାବଣକୁ ଆଶୀର୍ବାଦ କରନ୍ତୁ। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ଧନ୍ୟବାଦ ଦେଇ ବର୍ତ୍ତମାନ ମୁଁ ଅନୁରୋଧ କରେ ଆମମାନଙ୍କର এই ଉପାସନା ମଣ୍ଡଳୀର ଭାଇକୁ ତାଙ୍କୁ ପ୍ରାର୍ଥନା ନିମନ୍ତେ ମୁଁ ଅନୁରୋଧ କରେ, ଶ୍ରାବଣ ପାଇଁ ପ୍ରାର୍ଥନା କରେ। प्रेज द लॉर्ड। श्रावण बेटा हैप्पी बर्थडे। प्रभु बहुत बहुत आशीर्वाद करचंती। आमने समस्ते तोर जतरे देह खराब हुए खाली तुम परिवार जे दुख पाती ता नुहे, आमे समस्ते प्रभु को पाखरे निजर कातरोक्ति को रखी थाओ। आज तू केते सुस्थ अच्छु, आ स्कूल पाठ्यक्रम सारिलु। प्रभु तो सहित अच्छंती, आउ निश्चित मंगल आ दया तंकर विश्वस्तता तोर पश्चातगामी हो। टिके प्रार्थना करिया। प्रेमय प्रभु, आमने तुमरो धन्यवाद दउछु। सब अवस्था रे तुमे आमान को शिखीच प्रार्थना करिया पे। ए परिवार को तुमे प्रभु तुमे निजे बनैलो प्रार्थना करिया पे। अन्य मानकर बोझ नहीं करी प्रार्थना करिया पे, इंटरसेशन बा इंटरसीड करिया पे। श्रावण ପାଇଁ का ଆମେ କେତେ ଥର ପ୍ରଭୁ ତୁମ ଚରଣ ତଳକୁ ଆସିଛୁ, ପ୍ରାର୍ଥନା କରିଛୁ। ଆଜି ପ୍ରଭୁ ତାକୁ ତୁମେ ସୁସ୍ଥ ସବଳ ଶରୀରରେ ରଖିଛ। ଆଉ ଗୋଟେ ନୂତନ ବର୍ଷ ତାର ଜୀବନରେ ଯୋଗ କଲ, ଧନ୍ୟବାଦ ଦଉଛୁ। ଏବଂ ପ୍ରଭୁ ଆଗକୁ ସେ ଯୋଉ ପାଠ ପଢିବାକୁ ତାର ଇଚ୍ଛା ଅଛି, ତା ପାଇଁକା ପ୍ରଭୁ ତୁମେ ସମସ୍ତ ଦ୍ୱାର ଖୋଲି ଦିଅ। ଏବଂ ସେ ଯେପରି ତାର ଯାହା ଇଚ୍ଛା ଅଛି ସେ ପାଠ ସେ ପଢିକିରି ସେଥିରେ ସେ ଆଗକୁ ଯାଇପାରିବ, ଆମେ ସେଥିପାଇଁକା ପ୍ରାର୍ଥନା କରୁଛୁ। मीना किशोर भाई आउ तांकर परिवार को प्रभु तुमरी हाथ रखुछु। से समर्पित ए परिवार पाइका से प्रतिदिन जागृत हुई तुमर अनुग्रह सिंहासन पाखरे समस्त नाम नहीं प्रभु तुमको डाक पकांती। तुम शुणिच प्रभु, उत्तर देच, आमने साक्षर शुणिचु किभली भाव अन्य माने से उपकृत होइचंती। हाँ प्रभु, सही रूप से परिवार दीप जड़ी थाउ। प्रत्येक परिवार पर सेटा केते उत्साह आ सेटा होची प्रेरणा समस्त पाई। प्रभु
ସେ ପିଲାଟି ଯୋଉ ପରିବାରରୁ ଆସିଛି ପ୍ରଭୁ, ସେ ପରିବାରର ସେଇ ଯୋଉ ପ୍ରେରଣା ତା ଭିତରେ ଅଛି, ନିଶ୍ଚୟ ସେ ଦିନେ ବଡ ହେଲେ ସେ ତୁମର ପାଇଁକା ସେ ଠିଆ ହବ, ଆଉ ତୁମରି ପାଇଁକା ସେ ବିଶ୍ୱସ୍ତ ଭାବରେ ତୁମର ସେବା କରିବ। ଏଟା ମାନେ ଆଜି ଆଶୀର୍ବାଦ ଦଉଛୁ। ଏବଂ ପ୍ରଭୁ ସେ ପରିବାରକୁ ତୁମେ ଆଶୀର୍ବାଦ କରିଛ, ଆହୁରି କର। ତୁମରି ପ୍ରେମରେ, ତୁମରି ଜ୍ଞାନରେ, ତୁମରି ଭକ୍ତିରେ ସେମାନେ ଆହୁରି ବୃଦ୍ଧି ଲାଭ କରନ୍ତୁ। ଯୀଶୁଙ୍କର ପବିତ୍ର ବହୁମୂଲ୍ୟ ରକ୍ତ ସେ ପରିବାର ଉପରେ, ବିଶେଷରେ ସାବନ ଉପରେ ଆଉ ଉପସ୍ଥିତ ଆମ ପ୍ରତ୍ୟେକଙ୍କ ଉପରେ ସ୍ପ୍ରିଙ୍କଲ କରି, କଭର କରି ସିଲ୍ କରୁଛୁ। ଯୀଶୁଙ୍କ ନାମରେ ମାଗିଲି, ଶୁଣ, ଗ୍ରହଣ କର। ଆମେନ୍। ଶ୍ରାବଣର ଜନ୍ମଦିନ ଉପଲକ୍ଷେ ମୁଁ ଗୋଟେ ବାକ୍ୟ ପଢିବାକୁ ଚାହେଁ, ଯାହା ଲେଖା ଅଛି ଗୀତ ସଂହିତା ତାର 10:12, ଗୀତ ସଂହିତା 91 ତାର 10-12। ତୁମକୁ କୌଣସି ବିପଦ ଘଟିବ ନାହିଁ, କିମ୍ବା କୌଣସି ମାରି ତୁମ ନିକଟକୁ ଆସିବ ନାହିଁ, କାରଣ ସେ ତୁମର ସବୁ ଗତିରେ ତୁମକୁ ରକ୍ଷା କରିବା ପାଇଁ ଆପଣ ଦୂତ ଗଣକୁ ତୁମ ବିଷୟରେ ଆଜ୍ଞା ଦେବେ। ତୁମ ଚରଣ ଯେପରି ପଥରରେ ନ ବାଜିବ, ଏଥିପାଇଁ ସେମାନେ ସ୍ୱହସ୍ତରେ ତୁମକୁ ବୋହିବେ। ପ୍ରଭୁଙ୍କର ଜୀବନ୍ତ ବାକ୍ୟ ଦିଏ। ପ୍ରଭୁ ଶ୍ରାବଣକୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ, ଆଉ ତାର ଜୀବନ ଏଇ ବର୍ଷରେ ମଧ୍ୟ ମଙ୍ଗଳମୟ ହଉ, ଆଉ ପ୍ରଭୁ ତାର ସବୁ ଇଚ୍ଛା ପୂର୍ଣ୍ଣ କରନ୍ତୁ, ସୁସ୍ଥ ସବଳ ରଖନ୍ତୁ। ହ୍ୟାପି ବାର୍ଥଡେ ଶ୍ରାବଣ ବେଟା। ଶ୍ରାବଣ ନିମନ୍ତେ ଗୋଟେ ପଦ ମୁଁ ଶ୍ରାବଣ ବାବୁଙ୍କ ନିମନ୍ତେ ପାଠ କରିବାକୁ ଚାହେଁ। ଶାମ୍ଭ ଉପରେ ଆପଣା ସ୍ନେହ ରଖିଅଛି, ଯେହେତୁ ଆମେ ତାକୁ ଉଦ୍ଧାର କରିବା। ଶାମ୍ଭ ନାମ ଜାଣିଅଛି, ଯେହେତୁ ଆମେ ତାକୁ ଉଚ୍ଚରେ ରଖିବା। ଶାମ୍ଭ ନିକଟରେ ପ୍ରାର୍ଥନା କଲେ ଆମେ ତାହାକୁ ଉତ୍ତର ଦେବା। ଦୁଃଖ ବେଳେ ଆମେ ତାର ସହବର୍ତ୍ତୀ ହେବା। ଆମେ ତାକୁ ରକ୍ଷା କରିବା ଓ ତାକୁ ସମ୍ଭ୍ରମ କରିବା। ଆମେ ଦୀର୍ଘାୟୁ ଦେଇ ତାକୁ ତୃପ୍ତ କରିବା। ଆମର ପରିତ୍ରାଣ ତାହାକୁ ଦେଖାଇବା। ଦେଖ, ସନ୍ତାନ ଗୁଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର ଓ ଗର୍ଭଜାତ ଫଳ ତାହାଙ୍କର ଦତ୍ତ ପୁରସ୍କାର। ପ୍ରଭୁ ଏ ବାକ୍ୟ ଆଶୀର୍ବାଦ କରନ୍ତୁ। ଗୋଟେ ପଦ ମୁଁ କହିବାକୁ ଚାହେଁ, ଯେ ନିଶ୍ଚୟ ଆମକୁ ବଡ ଭାଇ ରାଉଳ ଆଜ୍ଞା ବି କହିଲେ, ଆମମାନଙ୍କର ପାଳକ ଆଜ୍ଞା ସାମଲ ବାବୁ ବି କହିଲେ, ବନ ଭାଇ ମାନେ ବି, ଆନ୍ଦ୍ରିୟ ଭାଇ ବି ବାକ୍ୟ କହିଲେ, ଯେ ଗୋଟେ ବିଷୟ ଆମେ ଦେଖି ଆସିଛୁ, ଯେ ତାଙ୍କରି ମା ମଧୁସ୍ମିତା ଭଉଣୀ, ଆମର ଭାଇ କିଶୋର ବାବୁ, ସେ ପରିବାର ବିଷୟ ଗୋଟେ ନିଶ୍ଚୟ ବଡ ଭାଇ ରାଉଳ ଆଜ୍ଞା ପ୍ରକାଶ, ଗୋଟେ ଆଦର୍ଶ ପରିବାର। ଅସୁସ୍ଥତାରେ ଥିଲେ ମଧ୍ୟ କେବେ ଆମମାନଙ୍କର ସେ ଭଉଣୀ ପ୍ରାର୍ଥନାରେ କେବେ ବନ୍ଦ ନାହିଁ। ମେଡିକାଲରେ ଥିଲେ ମଧ୍ୟ, ଯେତେ ପରିସ୍ଥିତିରେ ଥିଲେ ମଧ୍ୟ, ଏଇ ଯୋଉ ଦାୟିତ୍ୱ ତାଙ୍କୁ ପ୍ରଭୁ ଦେଇଛନ୍ତି, ସେ ଦାୟିତ୍ୱରେ କେବେ ଅବହେଳା କରିନାହାନ୍ତି। ନିଜେ ସେ ଅପରେସନ ହେବା ସମୟରେ ମଧ୍ୟ, କି ପରିବାର ନିମନ୍ତେ ଯେତେବେଳେ ସମସ୍ୟା ଆସିଲେ ମଧ୍ୟ, ସବୁବେଳେ ଆମମାନଙ୍କ ନିମନ୍ତେ ସେ ପ୍ରାର୍ଥନାରେ ଅନୁରୋଧ କରୁଥାନ୍ତି। ଏଇଟା ପ୍ରଭୁ ଦେଖିଛନ୍ତି। ନିଶ୍ଚୟ ଅସୁସ୍ଥ ବିଷୟ ଆମେ ବହୁତ ଶୁଣିଛୁ, କିନ୍ତୁ ପ୍ରଭୁ ତାଙ୍କୁ ଆହୁରି ଅଧିକ ମାତ୍ରାରେ ତାଙ୍କୁ ସୁସ୍ଥ କରିଛନ୍ତି। ତା ଭବିଷ୍ୟତ ସବୁ ବିଷୟ ଆଲୋକମୟ କରିଛନ୍ତି। ପରିବାରକୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏ ବୃଦ୍ଧା ବୟସରେ ସେମାନଙ୍କୁ ସେଇ ଆଶୀର୍ବାଦ ହିଁ ମାଗୁଛୁ। ସେ ଭାଇଙ୍କୁ, ମଧୁସ୍ମିତା ଭଉଣୀକୁ, ତାଙ୍କର ବଡ ପୁଅକୁ, ଝିଅକୁ, ପୁଣି ଆଜି ଯାହାର ଜନ୍ମଦିନ ସେ ତାଙ୍କୁ ବି ପରିବାରକୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଉ ସମସ୍ତ ବିଷୟରେ ତାଙ୍କର ଭବିଷ୍ୟତ ଆଲୋକମୟ ହଉ, ଉଜ୍ଜଳମୟ ହଉ, ଆଉ ତାଙ୍କୁ ଦୀର୍ଘାୟୁ ଦେଇ ପ୍ରଭୁ ସବୁଥିରେ ଆଶୀର୍ବାଦ କରନ୍ତୁ। ପ୍ରେଜ୍ ଦ ଲର୍ଡ। ଆମେନ୍। ହାପି ବାର୍ଥଡେ ଶାନକୁ ବହୁତ ବହୁତ ଧନ୍ୟବାଦ। ଛୋଟ ପ୍ରାର୍ଥନାରେ କରିବି। ଆଶ୍ରମାନେ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା ପରମେଶ୍ୱର ପ୍ରଭୁ ଯୀଶୁ, ଧନ୍ୟବାଦ ଦଉଛୁ ବାପା ଏଇ ସୁନ୍ଦର ଦିନ ପାଇଁ। ବାପା, ତୁମେ ଆମ ପ୍ରତ୍ୟେକ ଜୀବନରେ ଗୋଟେ ନୂଆ ଦିନ ଯୋଗ କଲ। ପୁଣି ସାଉନ ଜୀବନରେ ବାପା ବିଶେଷ ଭାବରେ ଗୋଟିଏ ନୂଆ ବର୍ଷ ଯୋଗ କଲ। ବାପା, କେତେ ଅନୁଗ୍ରହ, କେତେ ଦୟା, କେତେ ପ୍ରେମ ବାପା। ଏଇ ମାସରେ ମଧୁସୂଦନ ଦିନ ପରିବାରରେ ଦୁଇଟି ଖୁସିର ବିଷୟ ଆଣିଲ ବାପା। ବଡ ପାଖକୁ ତୁମେ ଯେତେବେଳେ ଆଣି ଚାକିରି ଦେଲ ଗୋଟେ ନୂଆ ଜାଗାରେ, ଆଉ ଯୋଉ ଜାଗା ପାଇଁ ସେ ବହୁତ ଦିନ ହେଲା ଅପେକ୍ଷା କରିଥିଲା, ହାଇଦ୍ରାବାଦରେ ତୁମେ ତାକୁ ଅବସ୍ଥାପିତ କଲ। ସେ ଯୋଗୁଁ ଧନ୍ୟବାଦ ଦଉଛୁ। ପୁଣି ସାଉନକୁ ବାପା ଦୀର୍ଘ
ପାଞ୍ଚ ବର୍ଷ ତଳେ ଆମେ ଯେପରି ପ୍ରାର୍ଥନା କରି ଚାଲିଥିଲୁ ଆଉ ଅନେକ ଥର ପ୍ରାର୍ଥନା କରି ଚାଲିଥିଲୁ ବାପା, କିନ୍ତୁ ତୁମେ ଆଜି ତାକୁ ସୁସ୍ଥ ସବଳ ରଖି ତୁମର ଗୌରବ କରିବା ପାଇଁ, ତୁମର ପାଖରେ ଠିଆ ହେବା ପାଇଁ ତୁମେ ତାକୁ ସୁଯୋଗ ଦେଇଛ, ସେ ଯୋଗୁଁ ଧନ୍ୟବାଦ ଦଉଛୁ ପ୍ରଭୁ। ଏଇ ବର୍ଷଟି ତା ପାଇଁ ତୁମେ ଆନନ୍ଦର ବର୍ଷ, ଖୁସିର ବର୍ଷ, ଆଗକୁ ବୃଦ୍ଧି ଲାଭ କରିବାର ବର୍ଷ, ପାଠ ପଢାରେ ସବୁ ବିଷୟରେ ବାପା ଆଗକୁ ଚାଲିବାର ବର୍ଷ ହଉ ବାପା। ସେ ତୁମର ହାତ ଧରି ଆଗକୁ ପ୍ରତି ସମୟରେ ଚାଲିବ, ଆଉ ତୁମେ ତାକୁ କେବେ ବି ବାପା ଛାଡିବ ନାହିଁ, ସେଇ ଭରସା ତୁମେ ଆମମାନଙ୍କୁ ଦେଇଛ, ସେ ଯୋଗୁଁ ଧନ୍ୟବାଦ ଦଉଛୁ। ତୁମେ ତାକୁ ଏ ବର୍ଷ ସାରା ଆନନ୍ଦରେ ପ୍ରଭୁ ବାର ତୁମ ଉପରେ ଥୋଇ ଏଇ ଛୋଟ ଭିକ୍ଷା ପ୍ରଭୁ ଯୀଶୁ ନାମରେ ମାଗୁଛୁ, ଆମେନ୍। Amen. Amen. Praise the Lord, ସାବନ ବେଟା। ପ୍ରଭୁ ବହୁତ ବହୁତ ଆଶୀର୍ବାଦ କରନ୍ତୁ। ଯେତିକି ଦିନ ପ୍ରଭୁ ତାଙ୍କ ଇଚ୍ଛାରେ ଏଠି ରଖିଛନ୍ତି, ସବୁଦିନେ ତାର ମଙ୍ଗଳ ହଉ, ଏହା ହିଁ ଆମର କାମନା। ବହୁତ ବଡ ହେଇଯାଇଛି ସାବନ, ମୁଁ ଦେଖିଥିଲି କେବେ, ବହୁତ ବଡ ହେଇଯାଇଛି। ବହୁତ ଆଶୀର୍ବାଦ କରନ୍ତୁ ବେଟା। God bless you abundantly. Praise the Lord. Thank you. Shaban beta, God bless you. Amen. ପ୍ରେଜ୍ ଦ ଲର୍ଡ। ମୁଁ ଆଜି ଗୋଟେ ବିଶେଷ ଅନୁରୋଧ କରିବା ପାଇଁ ଇଚ୍ଛା କରେ ଯେ ଏଇ ଯୋଉ ବର୍ତ୍ତମାନ ଆପଣମାନେ ସମସ୍ତେ ମୋ ପୁଅ ସାବନ ପାଇଁ ପ୍ରାର୍ଥନା କରିଅଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ଦ୍ୱିଗୁଣ ଆଶୀର୍ବାଦରେ ଆଶୀର୍ବାଦ କରନ୍ତୁ, ଆଉ ପ୍ରଭୁଙ୍କର ସଦା ଗୌରବ ହଉ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ପବିତ୍ର 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 ଅତି ପବିତ୍ର ପ୍ରେମମୟ ପରମେଶ୍ୱର, ମଙ୍ଗଳମୟ ପିତା, ଗୌରବମୟ ରାଜା, ତୁମ ନାମର ଧନ୍ୟବାଦ ଦେଉଛି ପ୍ରଭୁ। ପ୍ରଶଂସା କରୁଛି, ମହିମା କରୁଛି ପ୍ରଭୁ। ତୁମେ କେଡ଼େ ମହାନ, ତୁମେ ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ତୁମରି ନାମର ସଦା ଗୌରବ। ପ୍ରଭୁ ତୁମେ ଅନୁଗ୍ରହ କଲ ଆଜି ଦିନ, ପ୍ରଭୁ ସୁନ୍ଦର ଏକ ନୂତନ ଦିନ ଆମମାନଙ୍କର ଜାଣିବାରେ 3 ଜଣଙ୍କର ଜୀବନରେ ତୁମେ ଆଣିଅଛ। ଆମେ ତୁମକୁ ଧନ୍ୟବାଦ ଦେଉଛୁ ପ୍ରଭୁ, ଧନ୍ୟବାଦ ଦେଉଛୁ, ଧନ୍ୟବାଦ ଦେଉଛୁ ପବିତ୍ର ପ୍ରଭୁ। ଧନ୍ୟବାଦ ଦେଉଛୁ ସାବନ ନିମନ୍ତେ, ଯେତେ ତୁମେ ଦୟା କରିଛ ପ୍ରଭୁ। ସେ ଅନୁଗ୍ରହ, ସେ ଦୟାର କୌଣସି ତୁଳନା ନାହିଁ ପ୍ରଭୁ। ସେ ଅବର୍ଣ୍ଣନୀୟ, ତୁମରି ସେ ଅନୁଗ୍ରହ, ଦୟା, ତୁମରି ପ୍ରେମ, ତୁମରି ଆଶୀର୍ବାଦ ପ୍ରଭୁ। ଧନ୍ୟବାଦ ଦେଉଛି ସମସ୍ତ ବିଷୟ ନିମନ୍ତେ ପବିତ୍ର ପ୍ରଭୁ। ଆଜି ଯାଏଁ ପ୍ରଭୁ ସାବନ ତୁମେ ଯତ୍ନ ନେଇ ଆସିଛ ପ୍ରଭୁ। ଜନ୍ମଠାରୁ ଏବେ ଯାଏଁ ପ୍ରଭୁ ତୁମେ ସଙ୍ଗରେ ରହିଛ। ସବୁ ପରିସ୍ଥିତି ପ୍ରତିପାଦେ ତୁମେ ସଙ୍ଗରେ ରହି ସାହାଯ୍ୟ କରିଅଛ। ଧନ୍ୟବାଦ ଦେଉଛୁ। ଆଜି ତୁମେ ସୁସ୍ଥ ସବଳ ରଖିଛ, ଧନ୍ୟବାଦ ଦେଉଛୁ। ପୁଣି ଆଗାମୀ ଜୀବନକୁ ତୁମ ହସ୍ତରେ ସମର୍ପଣ କରୁଛୁ ବାପା। ସମସ୍ତ ବିଷୟରେ ତୁମେ ସାହାଯ୍ୟ କର। ତୁମରି ମଙ୍ଗଳ ଇଚ୍ଛା ଯୋଜନା ସାବନର ଜୀବନରେ, ସୂର୍ଯ୍ୟକାନ୍ତର ଜୀବନରେ ତୁମେ ସଫଳ କର ବୋଲି ପ୍ରାର୍ଥନା କରୁଛି ପ୍ରଭୁ। ତୁମରି ଅନୁଗ୍ରହ ସର୍ବଦା ସୂର୍ଯ୍ୟକାନ୍ତ ପ୍ରତି ବର୍ତ୍ତି ରହୁ ବୋଲି ପ୍ରାର୍ଥନା କରୁଛି। ହେ ମଙ୍ଗଳମୟ ପରମେଶ୍ୱର ପିତା, ସର୍ବଦା ଏକ ବିଶ୍ୱସ୍ତ, କୃତଜ୍ଞ ଏବଂ ଧନ୍ୟବାଦୀର ଜୀବନ ଦିଅ, ପୁଣି ସମର୍ପଣର ଜୀବନ ଦିଅ ବୋଲି ପ୍ରାର୍ଥନା କରୁଛି। ଅନୁଗ୍ରହ ଦୟା ମଙ୍ଗଳ ଦାନରେ ପରିପୂର୍ଣ୍ଣ କର ବୋଲି ପ୍ରାର୍ଥନା କରୁଛି। ମଙ୍ଗଳମୟ ପିତା, ଆଜି ମଧ୍ୟ ଆମମାନଙ୍କର ଛୋଟ ଝିଅ ରିବେକାର ଜନ୍ମଦିନ ପ୍ରଭୁ। ରିବେକାକୁ ତୁମ ହସ୍ତରେ ସମର୍ପଣ କଲି। ମଙ୍ଗଳମୟ ପ୍ରଭୁ, ମାତାର ଗର୍ଭରୁ ସ୍ଥାପିତ ହେବା ସମୟରୁ ତୁମେ ତାର ପରିଚୟ ନେଇଅଛ। ପୁଣି ପ୍ରଭୁ ଜନ୍ମଠାରୁ ଆଜି ଯାଏଁ ପ୍ରଭୁ ସହବର୍ତ୍ତୀ ଯତ୍ନ ନେଇ ଆସୁଅଛ। ଧନ୍ୟବାଦ ଦେଉଛି ପବିତ୍ର ପ୍ରଭୁ। ଅନୁଗ୍ରହ କରି ଆଜି ଦିନ ତୁମେ ତା ପ୍ରତି ତୁମରି ଆଶୀର୍ବାଦରେ ଢାଳି ଦିଅ ପ୍ରଭୁ। ଅନୁଗ୍ରହ ଦୟାରେ ପରିପୂର୍ଣ୍ଣ କର ପ୍ରଭୁ। ତାର ଜୀବନର ଶେଷ ଯାଏଁ ତୁମେ ତାର ସହବର୍ତ୍ତୀ ପରମେଶ୍ୱର, ପ୍ରତି ପାଦେ ତୁମେ ତାର ସଙ୍ଗ ରୁହ ପ୍ରଭୁ। ପବିତ୍ର ପ୍ରଭୁ, ତୁମରି ସମସ୍ତ ମଙ୍ଗଳ ଦାନରେ ପରିପୂର୍ଣ୍ଣ କର। ଉତ୍ତମ ସ୍ୱାସ୍ଥ୍ୟ ଦେଇ ସର୍ବଦା ଏକ ସୁପ୍ରସ୍ତୁତ ଜୀବନ ଦିଅ, ବିଜୟୀର ଜୀବନ ଦିଅ। ପ୍ରଚୁର ଅନୁଗ୍ରହ କର ବୋଲି ପ୍ରାର୍ଥନା କରୁଛି। ସମସ୍ତ ରୋଗ ସଙ୍କଟରୁ ରକ୍ଷା କର ବୋଲି ପ୍ରାର୍ଥନା କରୁଛି। ଜଗତର ପାପ ମନ୍ଦ ପ୍ରଲୋଭନରୁ ରକ୍ଷା କର।
ପ୍ରଭୁ ଶୈତାନିକ ପରୀକ୍ଷା ରକ୍ଷା କର ବୋଲି ପ୍ରାର୍ଥନା କରୁଛି। ଆଜି କୃପାରେ ମଧ୍ୟ ଜନ୍ମଦିନ ପ୍ରଭୁ କୃପାକୁ ମଧ୍ୟ ତୁମ ହସ୍ତରେ ସମର୍ପଣ କରୁଛୁ ବାପା। କୃପାକୁ ତୁମେ ଆଶୀର୍ବାଦ କରିଛ, 4 ବର୍ଷ କମ୍ପ୍ଲିଟ୍ ହେବା ପାଇଁ ସାହାଯ୍ୟ କରୁଛ। ତୁମ ନାମକୁ ଧନ୍ୟବାଦ ଦେଉଛି। ପବିତ୍ର ପ୍ରଭୁ ତୁମେ ତାର ମଧ୍ୟ ସହବର୍ତ୍ତୀ ହୋଇଅଛ। ତାର ପଢ଼ାମୟ ଜୀବନ, ତାର ଶିକ୍ଷାଗତ ଜୀବନ ଏବଂ ପ୍ରଭୁ ଆତ୍ମିକ ଭାବରେ ମଧ୍ୟ ତୁମେ ତାକୁ ବର୍ଦ୍ଧିଷ୍ଣୁ କର, ପ୍ରଚୁର ଆଶୀର୍ବାଦ କର। ତା ଜୀବନରେ ତୁମେ କାର୍ଯ୍ୟ କର ପ୍ରଭୁ। ତାର ସମସ୍ତ ଭାର ଯତ୍ନ ତୁମେ ନିଅ ପ୍ରଭୁ। ତୁମରି ଭୟରେ ତାକୁ ବଢ଼ାଅ ପ୍ରଭୁ। ହେ ମୋର ପରମେଶ୍ୱର ପିତା, କୃପାକୁ ତୁମେ ଉତ୍ତମ ସ୍ୱାସ୍ଥ୍ୟ ଦିଅ। ପୁଣି ପ୍ରଭୁ ତାର ପିତାମାତା, କୃପାର ପିତାମାତାଙ୍କୁ ରଖିଲେ ବାପା, କୌଶିକ ବାବୁଙ୍କୁ ଏବଂ ପ୍ରଭାତୀ ଝିଅଙ୍କୁ ରଖିଲେ ବାପା। ତୁମେ ତାଙ୍କୁ ଆଶୀର୍ବାଦ କର। କୋଳରେ ଦେଇଥିବା ସନ୍ତାନର ପ୍ରଭୁ ପ୍ରତିପାଳନ କରିବେ ତୁମ ନିମନ୍ତେ ଯେ ପ୍ରକାର ଜ୍ଞାନ ବୁଦ୍ଧି ତୁମେ ପ୍ରଦାନ କର। ପରିବାରକୁ ଆଶୀର୍ବାଦ କର ବୋଲି ପ୍ରାର୍ଥନା କରେ। ପବିତ୍ର ପ୍ରଭୁ ରିବେକା ତାର ବାପା ମାଆଙ୍କୁ ମଧ୍ୟ ରଖିଲେ ବାପା। ଆମମାନଙ୍କର ଜଗଦୀଶ କଶ୍ୟପ ଭାଇଙ୍କୁ, ବନିତା ଭଉଣୀଙ୍କୁ ରଖିଲେ ବାପା ଏବଂ ତାର ଛୋଟ ଭାଇ ପ୍ରଭୁ ଆରିୟାନକୁ ରଖିଲେ ବାପା। ଏ ପରିବାର ପ୍ରତି ମଧ୍ୟ ତୁମର ଅନୁଗ୍ରହ ଦୟା ସର୍ବଦା ଭର୍ତ୍ତି ରହୁ। ସପରିବାରକୁ ଆଶୀର୍ବାଦ କର। ରିବେକାର ପିତାମାତାଙ୍କୁ ଆଶୀର୍ବାଦ କର। ସମସ୍ତ ବିଷୟରେ ତୁମେ ସାହାଯ୍ୟ କର ବୋଲି ପ୍ରାର୍ଥନା କରୁଅଛି। ସବୁ ଗୌରବ ମହିମା ତୁମକୁ ଦେଉଛି। ପ୍ରାର୍ଥନା ଶୁଣିଅଛ ଧନ୍ୟବାଦ ଦେଇ ପୁନର୍ବାର ସାୱାନ, ରିବେକା ଆଉ ଆମମାନଙ୍କର କୃପାକୁ ତୁମ ହସ୍ତରେ ସମର୍ପଣ କରି ପ୍ରାର୍ଥନା ପ୍ରେମମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ନାମରେ ମାଗେ ପିତା, ଆମେନ୍।